ସିଂହ ସଂକ୍ରାନ୍ତି ଭଗବାନ ସୂର୍ଯ୍ୟନାରାୟଣଙ୍କର ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଇଥାଏ। ଚଳିତ 2025 ମସିହା ଅଗଷ୍ଟ ମାସ 17 ତାରିଖ ଶନିବାର ପୂର୍ବାହ୍ନ 2 ଘଣ୍ଟା ସମୟରେ ସୂର୍ଯ୍ୟଦେବ କର୍କଟ ରାଶିରୁ ଗୋଚରରେ ନିଜ ରାଶି ସିଂହ ରାଶିରେ ପ୍ରବେଶ କରିବେ ଏବଂ ସିଂହ ରାଶିରେ 1 ମାସ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ବୈଦିକ ଜ୍ୟୋତିଷ ଶାସ୍ତ୍ର ସୂର୍ଯ୍ୟଦେବଙ୍କୁ ଗ୍ରହ ଜଗତର ରାଜା ବୋଲି ଗ୍ରହଣ କରିଥିବା ବେଳେ ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ସମଗ୍ର ଦ୍ୱାଦଶ ରାଶିଚକ୍ର ଉପରେ ଗଭୀର ପ୍ରଭାବ ପକାଇଥାଏ। ପୃଥିବୀ ପୃଷ୍ଠ ଉପରେ ବାସ କରୁଥିବା ସମସ୍ତ ପ୍ରାଣୀ ଜଗତ ସହିତ ପୃଥିବୀ ପୃଷ୍ଠରେ ଥିବା ସ୍ଥାବର ଜଙ୍ଗମ ଆଦି ମଧ୍ୟ ଏହି ରାଶି ପରିବର୍ତ୍ତନ ଦ୍ୱାରା ବେଶ ପ୍ରଭାବିତ ହୋଇଥାନ୍ତି। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ଜାଣିବା ସୂର୍ଯ୍ୟ ଗୋଚରରେ ସିଂହ ରାଶିରେ ପ୍ରବେଶ କଲେ ସିଂହ ସଂକ୍ରାନ୍ତିର ମହତ୍ତ୍ୱ ବିଷୟରେ। ଭାରତୀୟ ହିନ୍ଦୁ ସନାତନୀ ଧର୍ମରେ ସଂକ୍ରାନ୍ତି ଦିନକୁ ଏକ ବିଶେଷ ସ୍ଥାନ ଦିଆଯାଇଥାଏ। ଶାସ୍ତ୍ରରେ କୁହାଯାଇଛି ସୂର୍ଯ୍ୟ ପିତୃକାରକ ଓ ଆତ୍ମାକାରକ ଗ୍ରହ। ଏହି ଦିନ ତର୍ପଣ କଲେ ତାହା ପିତୃପୁରୁଷଙ୍କୁ ପ୍ରାପ୍ତ ହୋଇଥାଏ ଏବଂ ପିତୃପୁରୁଷଙ୍କ ଆଶୀର୍ବାଦରୁ ବ୍ୟକ୍ତିର ଜୀବନଯାପନ ଶୈଳୀ ମଧ୍ୟ ସୁଖପ୍ରଦ ହୋଇଥାଏ। ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ତା'ର ଘର ସଂସାର ସୁଖ ଶାନ୍ତିରେ ଚାଲିବା ସହିତ ଘର ସର୍ବଦା ଧନଧାନ୍ୟରେ ପରିପୂର୍ଣ୍ଣ ରହିଥାଏ। ପୁନଶ୍ଚ ରୋଗରୁ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ସୂର୍ଯ୍ୟଙ୍କ ଆଶୀର୍ବାଦରୁ ବ୍ୟକ୍ତିର ଶରୀର ନିରୋଗ ରୁହେ। ରୋଗରେ ପଡ଼ିଥିଲେ ରୋଗରୁ ଆରୋଗ୍ୟ ମଧ୍ୟ ଲାଭ କରିଥାଏ। ସେଥିପାଇଁ ତ ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ଅଛି, ଭାରତ ବର୍ଷର ସୁଦୂର ପଶ୍ଚିମ ତଟ ଗୁଜରାଟର ଦ୍ୱାରିକା ନଗରୀରୁ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଛୁଟି ଆସିଥିଲେ ଆମ ରାଜ୍ୟ ଓଡ଼ିଶାର ପୂର୍ବ ଉପକୂଳ ତଟ ଚନ୍ଦ୍ରଭାଗା ତୀରକୁ। ଦୀର୍ଘ 1 ବର୍ଷ କାଳ ଭଗବାନ ସୂର୍ଯ୍ୟନାରାୟଣଙ୍କର ପୂଜା ଆରାଧନା କଲା ପରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଦୁରାରୋଗ୍ୟ କୁଷ୍ଠରୋଗରୁ ମୁକ୍ତିଲାଭ କରି ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ ଗୁଜରାଟର ଦ୍ୱାରିକା ନଗରୀକୁ। କେଉଁ ସ୍ମରଣାତୀତ କାଳରୁ ଆମ ସନାତନୀ ସଭ୍ୟତାରେ ସୂର୍ଯ୍ୟ ପୂଜା ପ୍ରଚଳିତ। ଗୋଟିଏ ବର୍ଷରେ ପଡ଼ୁଥିବା 12 ଗୋଟି ସଂକ୍ରାନ୍ତିର ଦିନ ସୂର୍ଯ୍ୟ ପୂଜା ପାଇଁ ବେଶ ପ୍ରଶସ୍ତ ବୋଲି ଶାସ୍ତ୍ରମାନଙ୍କରେ ଉଲ୍ଲେଖ ଅଛି। 12 ଗୋଟି ସଂକ୍ରାନ୍ତି ଯାହାକି ବର୍ଷକ ମଧ୍ୟରେ ପଡ଼ିଥାଏ, ସେଥିମଧ୍ୟରୁ ସିଂହ ସଂକ୍ରାନ୍ତି ତା ନିଜର ସ୍ୱାତନ୍ତ୍ରତା ଦାବି କରିଥାଏ। କାରଣ ସିଂହ ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ନିଜ ଘର ସିଂହ ରାଶି। ଶାସ୍ତ୍ର ଅନୁସାରେ ଏହି ଦିନ ସୂର୍ଯ୍ୟ ପୂଜା ସହିତ ଭଗବାନ ବିଷ୍ଣୁଙ୍କର ମଧ୍ୟ ପୂଜା କରାଯାଇଥାଏ। ପୁନଶ୍ଚ ଭଗବାନ ବିଷ୍ଣୁଙ୍କର ଚତୁର୍ଥ ଅବତାର ନରସିଂହ ଅବତାର ବା ନୃସିଂହଦେବଙ୍କର ମଧ୍ୟ ଏହି ଦିନ ବିଶେଷ ପୂଜା ଆରାଧନା କରାଯାଏ। ସିଂହ ସଂକ୍ରାନ୍ତିର ପାଳନର ବିଧିବିଧାନ ସମ୍ପର୍କରେ ଜାଣିବାକୁ ଗଲେ ଜଣାଯାଏ, ସଂକ୍ରାନ୍ତି ଏକ ସ୍ନାନ, ଦାନ ଓ ପୂଜାପାଠ ଆଦିର ଦିନ। ଚଳିତ ଅଗଷ୍ଟ ମାସ 17 ତାରିଖ ଶନିବାର ସକାଳ 5 ଘଣ୍ଟା 24 ମିନିଟ୍ ଠାରୁ ଦିନ 11 ଘଣ୍ଟା 53 ମିନିଟ୍ ସମୟକୁ ସିଂହ ସଂକ୍ରାନ୍ତିର ପୁଣ୍ୟକାଳ ବୋଲି ଗ୍ରହଣ କରାଯାଇଅଛି। ପୁଣି ସକାଳ 5 ଘଣ୍ଟା 24 ମିନିଟ୍ ଠାରୁ ସକାଳ 7 ଘଣ୍ଟା 33 ମିନିଟ୍ ପର୍ଯ୍ୟନ୍ତ ସଂକ୍ରାନ୍ତିର ମହାପୁଣ୍ୟକାଳ ସମୟ ରହିବ। ଏହି ସମୟ ପୂଜାପାଠ,
ଦାନ ଦକ୍ଷିଣା ଏବଂ ବ୍ରାହ୍ମଣ ତଥା ଅଭାବୀ ଲୋକଙ୍କୁ ଅନ୍ନ ବସ୍ତ୍ର ଦାନ କରିବା ପାଇଁ ବେଶ ପ୍ରଶସ୍ତ ସମୟ ରହିବ। ତେଣୁ ଏହି ଦିନ ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହୋଦଧି, ନଦୀ, ପୁଷ୍କରିଣୀ କିମ୍ବା ନିଜ ଘରେ ସ୍ନାନ କାର୍ଯ୍ୟ ସମାପନ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବେ। ତାପରେ ଭଗବାନ ସୂର୍ଯ୍ୟଦେବଙ୍କର ପୂଜାର୍ଚ୍ଚନା ସମ୍ପନ୍ନ କରିବେ। ସୂର୍ଯ୍ୟଦେବଙ୍କର ପ୍ରିୟ ସ୍ତୋତ୍ର ଆଦିତ୍ୟ ହୃଦୟ ସ୍ତୋତ୍ର ଶ୍ରଦ୍ଧା ଓ ଭକ୍ତିର ସହିତ ପାଠ କଲେ ସୂର୍ଯ୍ୟଦେବଙ୍କର ବିଶେଷ ଆଶୀର୍ବାଦ ମିଳିଥାଏ ଏବଂ ମନୋବାଞ୍ଛିତ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ। ଏହାପରେ ଜପ ତପ ହୋମ ପୂଜା ପ୍ରଭୃତି ବିଧି ସମ୍ପନ୍ନ କରିସାରିଲା ପରେ ବ୍ରାହ୍ମଣ ଓ ଅଭାବୀ ଲୋକଙ୍କୁ ଅନ୍ନ ବସ୍ତ୍ର ଦାନ କରିବା ବିଧେୟ। ଏହିସବୁ କାର୍ଯ୍ୟ ସଂକ୍ରାନ୍ତି ଦିନ କରାଗଲେ ସୂର୍ଯ୍ୟଦେବଙ୍କର ବିଶେଷ ଆଶୀର୍ବାଦ ମିଳିଥାଏ। ତା ସାଙ୍ଗେ ସାଙ୍ଗେ ପିତୃପୁରୁଷଙ୍କ ମଧ୍ୟ ଆଶୀର୍ବାଦ ମିଳିଥାଏ। ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ଶରୀର ନିରୋଗ ରହିବା ସହିତ ରୋଗରେ ପଡ଼ିଥିଲେ ରୋଗରୁ ଆରୋଗ୍ୟ ଲାଭ ହୋଇଥାଏ। ଘରେ ଧନଧାନ୍ୟର ଅଭାବ ବୋଧ ଲାଗି ରହୁଥିଲେ ତାହା ଦୂର ହୋଇ ସମ୍ପନ୍ନତା ଆସିଥାଏ ଏବଂ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ। ପୁନଶ୍ଚ ସୂର୍ଯ୍ୟଦେବଙ୍କ କୃପାରୁ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବିରାଜମାନ କରିଥାଏ। ସମାଜରେ ବ୍ୟକ୍ତି ସମ୍ମାନ ଓ ପ୍ରତିଷ୍ଠା ଲାଭ କରିପାରିଥାଏ। ସିଂହ ସଂକ୍ରାନ୍ତି ମାସଟି ସିଂହ, ତୁଳା, ବିଛା ଓ ମୀନ ରାଶି ପାଇଁ ଶୁଭ ଫଳ ପ୍ରଦାନ କରୁଥିବା ବେଳେ ଅନ୍ୟ ରାଶିଜାତ ବ୍ୟକ୍ତି ଏହିସବୁ ପୂଜା ଅନୁଷ୍ଠାନ ସିଂହ ସଂକ୍ରାନ୍ତିରେ କଲେ ସେମାନେ ମଧ୍ୟ ସିଂହ ସଂକ୍ରାନ୍ତିର ସମସ୍ତ ସୁଫଳ ଲାଭ କରିପାରିବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।